ଆମ ମାନଙ୍କୁ ମଧ୍ୟରୁ କେହି ପଢ଼ିକି ବାଇବେଲ ଆମକୁ ସାହାଯ୍ୟ କରିବେ। ମାଥିଉ ଲିଖିତ ସୁସମାଚାର 5 ତାର 27-30 ପଦ। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି ବ୍ୟଭିଚାର କର ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ। କାରଣ ତୁମ୍ଭର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ପୁଣି ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ି ଦିଅ। କାରଣ ତୁମ୍ଭର ସମସ୍ତ ଶରୀର ନରକରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ଆମେନ୍। ପ୍ରିୟମାନେ, ଆଜିର ବିଷୟ ବିଶେଷ ଭାବରେ ପରମେଶ୍ୱର ଚାହାନ୍ତି ଆମେ ମାନେ ବ୍ୟଭିଚାର ଠାରୁ ପଳାୟନ କରୁ। ଆଜିର ଟାଇଟେଲ ବ୍ୟଭିଚାର କର ନାହିଁ ବା ଡୁ ନଟ୍ କମିଟ୍ ଏଡଲ୍ଟରିଜ୍। এই ବ୍ୟଭିଚାର କର ନାହିଁ ବା ବ୍ୟଭିଚାର ଠାରୁ ପଳାୟନ କର ମୋଶାଙ୍କ ଦ୍ୱାରା ପ୍ରଦତ୍ତ ନିୟମର 7ମ ଆଜ୍ଞା ଅଟେ। 10 ଆଜ୍ଞା ମଧ୍ୟରୁ 7ମ ଆଜ୍ଞା ଅଟେ, ଯାହାକି ଆମେ ମାନେ ପାଇପାରିବା ଯାତ୍ରା ପୁସ୍ତକ 20:14 ଲେଖାଯାଏ କି ତୁମେ ମାନେ କଣ କର ନାହିଁ, ବ୍ୟଭିଚାର କର ନାହିଁ। ତେବେ ବ୍ୟଭିଚାର କଣ ଯଦି ଆମେ ମାନେ ସରଳ ଭାବରେ ଚିନ୍ତା କରିବା? ବ୍ୟଭିଚାର ଏକ serious offense against God and society. Adultery is a serious offense against God and society. ଈଶ୍ୱରଙ୍କ ବିରୁଦ୍ଧରେ ପୁଣି ସମାଜ ବିରୁଦ୍ଧରେ ଯୋଉ ସୋସାଇଟିରେ ଆମକୁ ପ୍ରଭୁ ରଖିଛନ୍ତି, ଆଉ ଈଶ୍ୱରଙ୍କ ବିରୁଦ୍ଧରେ ଏହା ଏକ ଭୟଙ୍କର ଲଜ୍ଜା ବା ନିନ୍ଦାଜନକ ବିଷୟ ଅଟେ। କାରଣ ପରମେଶ୍ୱର এই ଶାରୀରିକ ସମ୍ପର୍କକୁ ବା ସେକ୍ସୁଆଲିଟିକୁ ପରମେଶ୍ୱର ଏକ ଉତ୍ତମ ଯୋଜନା ଭିତରେ ଆଣିଥିଲେ, ଏକ ଯୋଜନା ଭାବରେ ରଖିଥିଲେ, ଯାହାକି କଣ ପାଇଁ? ଏକ ବୈବାହିକ ନିୟମକୁ ଗ୍ଲୋରିଫାଏ କରିବା ପାଇଁ ବା ପ୍ରୋଟେକ୍ଟ କରିବା ପାଇଁ। ବୈବାହିକ ଜୀବନକୁ ସେକ୍ସୁଆଲିଟି କଣ କରିବା ପାଇଁ? ପ୍ରୋଟେକ୍ଟ କରିବ, ସୁରକ୍ଷିତ ରଖିବ ପରସ୍ପର ମଧ୍ୟରେ। ଆଉ ବୈବାହିକ ନିୟମକୁ କଣ କରିବ? ମହିମାନ୍ବିତ କରିବା ପାଇଁ। ପରମେଶ୍ୱର ଯୋଜନା କିଛି ଭିନ୍ନ ଥିଲା। ଆଉ ପରମେଶ୍ୱରଙ୍କ ଯୋଜନା ଅନୁଯାୟୀ ଏ ବିଷୟକୁ ପରମେଶ୍ୱର କିଛି ଚିନ୍ତା କରିଥିଲେ, ତାଙ୍କର ଇଣ୍ଟେନସନ ଥିଲା। ପରମେଶ୍ୱର ଚାହାନ୍ତି କି এই বৈবাহিক জীবন দ্বারা বা এই সেক্সুয়ালিটি ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସେକ୍ସୁଆଲିଟି ଦ୍ୱାରା ପରମେଶ୍ୱରଙ୍କର ରାଜ୍ୟକୁ ବିସ୍ତାର କରିବା ପାଇଁ, ଯେମିତିକି ଆମେ ମାନେ ଜେନେସିସ୍ ଆଦି ପୁସ୍ତକ 1 ତାର 28 ପଦ ଆମେ ମାନେ ପାଇପାରିବା। ପୁଣି ମଲାଖି ତାର 2ର 4 ପଦ ଆମେ ମାନେ ପଢିପାରିବା। କେହି ଜଣେ ପଢିକି ଟିକେ ସାହାଯ୍ୟ କରିବେ? ଆଦି ପୁସ୍ତକ 1:28। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ। ପ୍ରଜାବନ୍ତ ଓ ବହୁବଂଶ ହୁଅ।
परमेश्वर ଏହା ଏକ ଯୋଜନା ଥିଲା। ମଲାକି ପୁସ୍ତକ 2:14 ମଧ୍ୟ ଟିକେ ଦେଖିବା। ତଥାପି ତୁମ୍ଭେମାନେ କହୁଅଛ, ଏଥିର କାରଣ କ'ଣ? ତ କାରଣ ଏହି ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି। ସେ ତୁମ୍ଭର ସଖୀ ଓ ତୁମ୍ଭର ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ। ଅର୍ଥାତ୍ এই বৈবাহিক ম্যারেজ কভেনেন্ট বা বৈবাহিক जो চুক্তি जो নিয়ম, এই নিয়মକୁ କ'ଣ କରିବା ପାଇଁ ପରମେଶ୍ୱର ସିକ୍ୟୁର କରିବା ପାଇଁ, ପରଫେକ୍ଟ କରିବା ପାଇଁ, ଆଉ ତାହାଙ୍କ ରାଜ୍ୟକୁ ବିସ୍ତାର କରିବା ପାଇଁ, ତାହାଙ୍କ ବଂଶକୁ ବିସ୍ତାର କରିବା ପାଇଁ ପରମେଶ୍ୱର ଏହି ସେକ୍ସୁଆଲିଟିକୁ ଆମ ଜୀବନରେ ଆଲାଉ କରିଥିଲେ। ଏ ଫିଜିକାଲ ଇଣ୍ଟିମେସି ଇଜ ନଟ୍ ଏ ଏଣ୍ଟରଟେନମେଣ୍ଟ। ଏହା ଆମୋଦ ପ୍ରମୋଦର ବିଷୟ ନୁହେଁ, ବଟ୍ ଇଟ୍ସ ଏ କମିଟମେଣ୍ଟ ଟୁ ଓବିଡିଏଣ୍ଟନେସ୍। ଅର୍ଥାତ୍ ଆଜ୍ଞାବହତା ନିମନ୍ତେ ଏହା ଏକ କମିଟମେଣ୍ଟ ଅଟେ। ସେଥିପାଇଁ ପରମେଶ୍ୱର এই ସେକ୍ସୁଆଲିଟିକୁ ଡିଜାଇନ୍ କଲେ, ପ୍ଲାନ୍ କଲେ, ତାକି ଈଶ୍ୱରଙ୍କର ପବିତ୍ର ବଂଶ କେବଳ ବୃଦ୍ଧି ହେଇପାରିବ, ଆଉ ଏକ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଉପଯୁକ୍ତ ବଣ୍ଡେଜ ବା ଉପଯୁକ୍ତ ବନ୍ଧନ ବା ବୈବାହିକ ଜୀବନର ଯୋଉ ନିୟମ ଅଛି, ସେ ନିୟମ ଯେମିତିକା କ'ଣ ହେଇପାରିବ, ସୁରକ୍ଷିତ ରହିପାରିବ, ଗୌରବାନ୍ୱିତ ହେଇପାରିବ। ସେଥିପାଇଁ ଏହା ପରମେଶ୍ୱରଙ୍କ ଦ୍ୱାରା ଡିଜାଇନ୍ ଅଟେ ବା ପରମେଶ୍ୱରଙ୍କ ଦ୍ୱାରା ଏହାକୁ ଯୋଜନା କରାଯାଇଛି ବା ପ୍ଲାନିଂ କରାଯାଇଛି। ଆଉ ଏ ସେକ୍ସୁଆଲିଟି କ'ଣ? Any sexual act outside of marriage is called adultery. ବ୍ୟଭିଚାର କ'ଣ? ବ୍ୟଭିଚାର ହେଉଛି ବୈବାହିକ ଜୀବନର ବାହାରେ ଯୋଉ ସେକ୍ସୁଆଲିଟି ହୁଏ କରାଯାଏ, ତାହାକୁ ବ୍ୟଭିଚାର ବୋଲି କୁହାଯାଏ। ପରମେଶ୍ୱରଙ୍କର ଇଣ୍ଟେନସନ କ'ଣ ଥିଲା ଏ ସକଳ ବିଷୟ କରିବା ପାଇଁ? God has designed it to be expressed within the confine of a marriage between husband and wife. ପରମେଶ୍ୱର ଏହାକୁ ଯୋଜନା କରିଥିଲେ, ପରମେଶ୍ୱର ଏହାକୁ ଏଥିପାଇଁ ପ୍ଲାନ୍ କରିଥିଲେ, ଏଥିପାଇଁ ଯୋଜନା କରିଥିଲେ, ଶାରୀରିକ ଆମୋଦ ପ୍ରମୋଦ ନିମନ୍ତେ ନୁହେଁ, କିନ୍ତୁ ଏକ ବୈବାହିକ ଜୀବନର ବନ୍ଧନକୁ ମଜବୁତ କରିବା ପାଇଁ ଏକ ସ୍ୱାମୀ ଆଉ ଏକ ସ୍ତ୍ରୀ ମଧ୍ୟରେ ଏ ବନ୍ଧନକୁ ମଜବୁତ କରିବା ପାଇଁ ପରମେଶ୍ୱର ଏହାକୁ ଡିଜାଇନ୍ କରିଥିଲେ। ଆଉ କେବଳ ପରମେଶ୍ୱର ଏହାକୁ ଆଲାଉ କରନ୍ତି ଓନ୍ଲି ଫର ୱାଇଫ୍ ଆଣ୍ଡ ହଜବେଣ୍ଡ, ଗୋଟେ ସ୍ୱାମୀ ଆଉ ଗୋଟେ ସ୍ତ୍ରୀ ପାଇଁ, ଅନ୍ୟ କୌଣସି ବିଷୟ କୌଣସି ବ୍ୟକ୍ତି ପାଇଁ ନୁହେଁ, ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତି ପାଇଁ ନୁହେଁ। ଏହି ବିଷୟ ବା ଏହି ଶାରୀରିକ ଫିଜିକାଲି ଇଣ୍ଟିମେସିକୁ ବା ସେକ୍ସୁଆଲିଟିକୁ ପରମେଶ୍ୱର କେବଳ ଆଲାଉ କରିଛନ୍ତି ବିବାହ କରିଥିବା ପ୍ରତ୍ୟେକ ନିଜ ସ୍ୱାମୀ ଆଉ ନିଜ ସ୍ତ୍ରୀ ନିମନ୍ତେ। ଆଉ ତାହା କ'ଣ ପାଇଁ? ଇଟ୍ ଇଜ ନଟ୍ ଫର ଏଣ୍ଟରଟେନମେଣ୍ଟ। ଏହା ଆମୋଦ ପ୍ରମୋଦ ବିଷୟ ପାଇଁ କେବଳ ନୁହେଁ, ଏହା କ'ଣ ପାଇଁ? ପରମେଶ୍ୱରଙ୍କର ଇଚ୍ଛାକୁ ପୁରା କରିବା ପାଇଁ। ଇଚ୍ଛା କ'ଣ? ଏକ ଈଶ୍ୱରୀୟ ବଂଶକୁ କ'ଣ କରିବା ପାଇଁ? ନିର୍ମାଣ କରିବା ପାଇଁ, ବଂଶ ବୃଦ୍ଧି କରିବା ପାଇଁ, ଅନ୍ୟ କୌଣସି ବିଷୟ ପାଇଁ ନୁହେଁ। So my dear, careful about it. ଏହା ଏହି ସକଳ ବିଷୟ ନିମନ୍ତେ ଆମକୁ କେୟାରଫୁଲ ରହିବା ପାଇଁ ଅଛି। ୟୁଥ୍
also, my dear couples, जो माने युवा युवती अछंती बा जो माने स्वामी स्त्री अछंती ए सकल विषय रे हमको केयरफुल रहिबार अछि। ए सेक्सुअली इमोरालिटी विषय रे बा फिजिकल इंटिमेसी विषय रे हमको सावधान होइकी रहिबार आवश्यकता अछि। अनेक समय एहाकू एंटरटेनमेंट भावरे अनेक युवा युवती नहीं थांती बा इच्छा करी थांती। एहा परमेश्वर को दृष्टि रे अत्यंत भयंकर विषय। परमेश्वर एहाकू अलाउ करंती नहीं। विवाह पूर्वरु परमेश्वर एहाकू अलाउ करंती नहीं कौनसी युवा युवती मानक निमंते। हाँ, आम देशर आईन कानून अलाउ करि पारे, संविधान अलाउ करि पारे, देश अलाउ करि पारे, किंतु जो परमेश्वर सृष्टि करिसंते आम मानकू से आम मानकू अलाउ करंती नहीं कि अनुमति दियंती नहीं। मोर प्रिय युवा युवती माने ए सकल विषय प्रति आमे माने यत्नवान हेबार आवश्यकता अछि। केवल युवा युवती नुहे वैवाहिक बंधन रे बांधी हेइथिबा प्रत्येक कपल्स मध्य प्रत्येक जोड़ी माने मध्य ए विषय प्रति आमे माने ध्यान दबा। कारण स्वामी थाउ थाउ अन्य पुरुष सहित काम मनोभाव रखिबा एहा मध्य व्यभिचार अटे। निजर स्त्री थाउ थाउ अन्य स्त्री प्रति काम मनोभाव आनिबा एहा मध्य व्यभिचार अटे। एहा केवल परमेश्वर अलाउ करचंती ओ मानकू निजर स्त्री निजर स्वामी सहित, निजर स्वामी निजर स्त्री सहित। या ठारो अधिका कोनसी विषय नहीं। या ठारो अधिका जहा ताहा व्यभिचार अटे। हमर प्रिय माने परमेश्वर ए व्यभिचार प्रति अत्यंत प्रधानित अटंती। अत्यंत परमेश्वर दृष्टि यह घृणित विषय अटे। काहे कि यहा द्वारा आमे माने परमेश्वरंकर योजना को व्यर्थ करि थांती। परमेश्वर को एगेंस्ट रे आमे माने जाई थांती। ताको डिजाइन एगेंस्ट रे आमे माने जाई थांती। ताकर प्लानिंग एगेंस्ट रे आमे माने जाई थांती। सो दैट इन न्यू टेस्टामेंट नूतन नियम रे या तो पुरातन नियम रो विषय थिला। सेति पई नूतन नियम रे जीसु या को आउट के एक्सपेंड कर देले, आउट के बढ़ाई देले ए कांसेप्ट को कोन इंक्लूड कर देले। ता भीतर कोन लॉसफुल थॉट्स अर्थात कोन पढंतु टिके 28 पदटा। किंतु मु तुमମାନଙ୍କୁ କହୁଅଛି हां जे केही କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ हां ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। हां पुरातन नियम रे मोसा को द्वारा परमेश्वर आज्ञा देखली तुमे माने व्यभिचार करो नहीं, तुमे माने फिजिकली इंटिमेट हो नहीं। किंतु जीसु ए विषय रे आहुरी अधिक विषय किछि इंक्लूड कर देले हमकु कोन करिया पई ए व्यभिचार मुक्त करिबा पई, व्यभिचार दूरेई के रखिबा पई। केवल शारीरिक भाव इंटिमेट हेले जे आमे माने व्यभिचार करिबा ता नुहे। लेखा जे कोन जदी गोटे स्त्री प्रति काम मनोभाव रे जने देखे बा गोटे पुरुष प्रति जदी काम मनोभाव रे देखे बा जदी हम देखिबा द्वारा हम मन रे चिंता करिबा द्वारा मध्य आमे माने ऑलरेडी व्यभिचार करि सारी थाउ। और प्रिय माने सेति पई आमे कोन देखुचु केउ प्रकार देखुचु सेति पई हमें माने सावधान हेबार आवश्यकता अछि। आजिकाली जगत संपूर्ण रूपे व्यभिचार रे फुल नहीं जाइछि, परिपूर्ण नहीं जाइछि। सानो सानो पिला माने विवाह पूर्वरु से माने पाप रे दलदल भितरे फसी जाउचंती। युवा युवती माने दलदल भितरे फसी जाउचंती। किंतु मोर प्रिय माने ईश्वर को जानिथिबा लोक माने जे आमे माने सत्य को जानिथिबा लोक माने जे आमे माने ए विषय अज्ञ न रहू। कारण या परमेश्वर योजना अटे
ଏହା ପରମେଶ୍ୱରଙ୍କର ଆମ ପାଇଁ ଆଜ୍ଞା ଅଟେ, ଏହା ପରମେଶ୍ୱରଙ୍କର ଇଚ୍ଛା ଅଟେ ଆମ ଠାରୁ ଏ ବିଷୟକୁ ଜାଣିବା ପାଇଁ, ଦେଖିବା ପାଇଁ। ବ୍ୟଭିଚାରକୁ ଆମେ ମାନେ ଏଣ୍ଟରଟେନମେଣ୍ଟ ଭାବରେ ନ ନଉ, ଫିଜିକାଲି ଇଣ୍ଟିମେଟ୍ କୁ, ଶାରୀରିକ ସମ୍ପର୍କକୁ ଆମେ ମାନେ ଏକ ଏଣ୍ଟରଟେନମେଣ୍ଟ ଭାବରେ ନ ନଉ, ମାତ୍ର ଏହା ପରମେଶ୍ୱରଙ୍କର ଏକ ଆଜ୍ଞା ଅଟେ, ଏହା ପରମେଶ୍ୱରଙ୍କର ଏକ ଯୋଜନା ଅଟେ, ଯାହାକି ଆମ ବୈବାହିକ ଜୀବନକୁ ସୁଦୃଢ କରିବା ପାଇଁ ଆଉ ତାଙ୍କ ବଂଶକୁ ବିସ୍ତାର କରିବା ପାଇଁ। ଯଦି ୟାଠୁ କିଛି ଅଧିକା ଆମେ ବିଷୟ କରୁଛୁ, ତାହେଲେ ପରମେଶ୍ୱରଙ୍କ ଦୃଷ୍ଟିରେ ଅତ୍ୟନ୍ତ ଘୃଣାଜନକ ବିଷୟ ହେଇଯିବ। ପରମେଶ୍ୱରଙ୍କ ଦୃଷ୍ଟିରେ ଆମ ନିମନ୍ତେ ଭୟଙ୍କର ଭାବରେ କ୍ରୋଧ ଉତ୍ପନ୍ନ ହେବାର ବିଷୟ ହେଇଯିବ। ଆଜିକାଲି ସମ୍ପୂର୍ଣ୍ଣ ଜଗତ ହିଁ ସେୟା। ଯଦି ସ୍ତ୍ରୀ ଥାଉ ଥାଉ ଅନେକ ପୁରୁଷ ଅନେକଙ୍କ ପ୍ରତି କାମ ମନୋଭାବରେ ଦେଖନ୍ତି, କାମ କ୍ଷେତ୍ରକୁ ଯେତେବେଳେ ଆମେ ମାନେ ଯାଇଥାଉ, କାର୍ଯ୍ୟ କ୍ଷେତ୍ରକୁ ଯେତେବେଳେ ଆମେ ମାନେ ଯାଇଥାଉ, ସେତେବେଳେ ଆମ ସ୍ତ୍ରୀ ନଥାଏ ଆମ ପାଖରେ, ଆମ ସ୍ୱାମୀ ଆମ ପାଖରେ ନଥାଏ। ଆମେ ମିସ୍ତ୍ରୀ ସହିତ ମିଶିକି କାମ କରୁ, ଆମେ ଲେବର ମାନଙ୍କ ସହିତ ମିଶିକି କାମ କରୁ, ଆମେ ଅଫିସରେ ଆମ କଲିଗ ମାନଙ୍କ ସହିତ ବା ସହକର୍ମୀ ମାନଙ୍କ ସହିତ ମିଶିକି ଆମେ ମାନେ କାମ କରୁ, ଆମେ ବଜାର ଘାଟରେ ଅନ୍ୟମାନଙ୍କ ସହିତ ଆମକୁ ବ୍ୟବହାର କରିବା ପାଇଁ ପଡ଼ିଥାଏ, ଅନେକ କାର୍ଯ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଏହି ଅବସ୍ଥାରେ ଆମେ ମାନେ ଗଲତ ବିଷୟ ନ କରୁ ବା ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ଆମେ ମାନେ ନ କରୁ। ଆଜି ଜଗତ ଏଥିରେ ସମ୍ପୂର୍ଣ୍ଣ ରୂପେ ଭ୍ରଷ୍ଟ ହେଇଅଛି। ଆମେ ମାନେ ଯଥେଷ୍ଟ ବିଷୟରେ ଜାଣୁଅଛୁ, ଦେଖୁଅଛୁ, ବୁଝୁଅଛୁ, କିନ୍ତୁ ଆମେ ମାନେ ଏଇ ପ୍ରକାର ପାପର ଦଲଦଲରେ ଯେପରି ଆମେ ମାନେ ନ ପଡୁ, ପରମେଶ୍ୱର ଏହି ବିଷୟ ଆମ ଜୀବନ ଠାରୁ ଆଶା ରଖନ୍ତି। ସେଥିପାଇଁ ସେ କୁହନ୍ତି, ଯଦି ତୁମ ଶରୀରର 29ଟା ପଢନ୍ତୁ, ଯଦି ତୁମର ଚକ୍ଷୁ ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ହଁ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ। ପ୍ରଭୁ କୁହନ୍ତି ଯଦି ତୁମ ଚକ୍ଷୁ ସେ ପ୍ରକାର ହଉଛି, ତାହେଲେ ଉପାଡ଼ିକି ତାକୁ ଫିଙ୍ଗି ଦିଅ। କାହିଁକି? ଭଲ ହେବ ଉପାଡ଼ିକି ଫିଙ୍ଗି ଦେଲେ, ନଚେତ୍ ସେ ଦିଟା ଆଖି ନେଇକି ତୁମେ ନର୍କରେ ଯୋଉ କଷ୍ଟ ପାଇବ, ଯୋଉ ଯନ୍ତ୍ରଣା ପାଇବ, ତାଠାରୁ ଭଲ ଏବେ ତୁମେ ସେ ଆଖିକୁ କାଢିକି ଫିଙ୍ଗି ଦିଅ, ଏବେ ବେଶୀ କଷ୍ଟ ହେବ ନାହିଁ। କିନ୍ତୁ ଯଦି ତୁମେ ଚକ୍ଷୁ ରଖିକି ମଧ୍ୟ ତୁମେ ବ୍ୟଭିଚାର କରିବ, ଆଉ ତୁମ ଚକ୍ଷୁକୁ ନ ଫିଙ୍ଗିବ, ତଥାପି ତୁମେ ନର୍କକୁ ଯିବ, ଆଉ ନର୍କକୁ ଗଲେ ସେ ଆଖି ଥିଲେ ବି ତୁମର କାମ କିଛି ଦେବ ନାହିଁ। ଅତି ଭୟଙ୍କର ଯନ୍ତ୍ରଣା ସେଠି ଅଛି। ବ୍ୟଭିଚାରକୁ ମୋର ପ୍ରିୟ ମାନେ ପରମେଶ୍ୱର ବହୁତ ଘୃଣା କରନ୍ତି। କାହିଁକି? ପରମେଶ୍ୱର ପର୍ପସଲି ଗୋଟିଏ ଉଦ୍ଦେଶ୍ୟ ନିମନ୍ତେ ପରମେଶ୍ୱର ଏହାକୁ ଡିଜାଇନ କରିଥିଲେ, ଏହାକୁ ପ୍ଲାନିଂ କରିଥିଲେ, ତାକି ପୁରୁଷ ଓ ସ୍ତ୍ରୀ ଏକ ହେବେ। ଆପଣା ପିତା ମାତାଙ୍କ ଠାରୁ କଣ କରିବେ? ସ୍ତ୍ରୀ ଆପଣା ପୁରୁଷକୁ ପ୍ରେମ କରିବ ବା ପୁରୁଷ ଆପଣା ସ୍ତ୍ରୀକୁ ପ୍ରେମ କରିବ। ଏହା ଏକ ବିଶେଷ ଉଦ୍ଦେଶ୍ୟ ନିମନ୍ତେ, ଏହା ଏକ ବିଶେଷ ବ୍ୟକ୍ତି ମାନଙ୍କ ନିମନ୍ତେ। ସେ ବ୍ୟକ୍ତି କିଏ? ଯେଉଁମାନେ କେବଳ 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 ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ନା ଏହା ଅବିବାହିତ ଲୋକମାନଙ୍କ ନିମନ୍ତେ, ନା ଏହା ନିଜର ସ୍ତ୍ରୀ ଆଉ ସ୍ୱାମୀକୁ ଛାଡିକି ଅନ୍ୟମାନଙ୍କ ନିମନ୍ତେ। ଏହା ଅତ୍ୟନ୍ତ ଭୟଙ୍କର ବିଷୟ ଅଟେ ମୋର ପ୍ରିୟମାନେ। ସେଥିପାଇଁ ମାଥ୍ୟୁ 5:27-30 ପର୍ଯ୍ୟନ୍ତ ଯୀଶୁ ଏ ବିଷୟକୁ ଆହୁରି ଅଧିକ ରୂପେ ଯତ୍ନବାନ ହେଉଛନ୍ତି, ତାକି ଆମେ ମାନେ ଯେମିତିକା ନର୍କଗାମୀ ନ ହେଉ। ତାପରେ କଣ ଲେଖାଯାଏ? କାରଣ ତୁମ୍ଭର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ ପକ୍ଷରେ ଲାଭଜନକ। ହଁ, ପରମେଶ୍ୱର କୁହନ୍ତି ଗୋଟେ ଅଙ୍ଗ ନଷ୍ଟ ହେଇଗଲେ କିଛି କଷ୍ଟ ନାହିଁ, କିଛି ସମସ୍ୟା ନାହିଁ, କିନ୍ତୁ ଏଣ୍ଟାୟାର ବଡିକୁ ନେଇକି ତୁମେ ନର୍କକୁ ଯିବା ଅତ୍ୟନ୍ତ ଭୟଙ୍କର ବିଷୟ। ପ୍ରଥମ କରନ୍ଥୀୟ 6:18 ଟିକେ ଆମେ ମାନେ ପଢିବା। ପ୍ରଥମ କରନ୍ଥୀୟ 6:18।
କାରଣ ମୋର ପ୍ରିୟ ମାନେ ଏଇ ଶରୀର ବ୍ୟଭିଚାର ଠାରୁ ଯେତେବେଳେ ପଳାୟନ ଅନ୍ୟ କର। କୌଣସି ପାପ ଆମେ ମାନେ କରିଥାଉ ବେ- ତାହା ବ୍ୟଭିଚାର ଠାରୁ ପଳାୟନ କର। ହଁ ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ହଁ ଶରୀରର ବହିର୍ଭୂତ। ହଁ ପରମେଶ୍ୱର କୁହନ୍ତି ମଣିଷ ଅଲଗା କୌଣସି ପାପ କଲେ ଚୋରି କଲା ମିଥ୍ୟା କହିଲା ଆଉ କଣ ବିଷୟ କଲା ତ ଏହା ଶରୀରର ବହିର୍ଭୂତ, ଏହା ଶରୀର ସେଥିରେ ଇଣ୍ଟିମେଟ ହୁଏ ନାହିଁ, କିନ୍ତୁ ବ୍ୟଭିଚାର ଏକମାତ୍ର ପାପ। ହଁ କିନ୍ତୁ ଯେ ବ୍ୟଭିଚାର କରେ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀରର ବିରୁଦ୍ଧରେ ପାପ କରେ। ସେ ଆପଣା ଶରୀର ବିରୁଦ୍ଧରେ ପାପ କରେ। କାହିଁକି ପରମେଶ୍ୱର ଏ ବିଷୟକୁ ନେଇକି ଏତେ ଯତ୍ନବାନ ଅଟନ୍ତି? କାରଣ ତୁମେ ମାନେ କି ଜାଣିନାହ ତୁମମାନଙ୍କ ଶରୀର ଈଶ୍ୱରଙ୍କର ମନ୍ଦିର ଅଟେ। ତୁମମାନଙ୍କ ଶରୀର ପରମେଶ୍ୱରଙ୍କର ଆବାସ ସ୍ଥଳ ଅଟେ। ତୁମମାନଙ୍କ ଶରୀର ପବିତ୍ର ଆତ୍ମାଙ୍କର ବାସସ୍ଥାନ ଅଟେ। ପରମେଶ୍ୱର ଚାହାନ୍ତି ତୁମ ମଧ୍ୟରେ ବାସ କରିବା ପାଇଁ, କିନ୍ତୁ ଯେତେବେଳେ ତୁମେ ଆପଣା ସ୍ୱାମୀ ଆପଣା ସ୍ତ୍ରୀକୁ ଛାଡିକି ଅନ୍ୟ କାହା ସହିତ ଶାରୀରିକ ଭାବେ ଯୋଡ଼, ସେତେବେଳେ ପରମେଶ୍ୱରଙ୍କ ଆବାସ କଳୁଷିତ ହୁଏ। ଯେତେବେଳେ ତୁମେ ମାନେ ବିବାହ ପୂର୍ବରୁ ଅନ୍ୟ କୌଣସି ପୁରୁଷ ବା ସ୍ତ୍ରୀ ସହିତ, ଅନ୍ୟ କୌଣସି ପୁଅ ବା ଝିଅ ସହିତ ଶାରୀରିକ ଆଟାଚମେଣ୍ଟ ହୁଅ, ସେତେବେଳେ ତୁମେ ପରମେଶ୍ୱରଙ୍କ ଗୃହକୁ ନେଇକି ବ୍ୟଭିଚାରରେ ଲଗେଇଥାଅ। ପରମେଶ୍ୱର ସୃଷ୍ଟିର ଆରମ୍ଭରୁ ଏକମାତ୍ର ଇଚ୍ଛା ସେ ଆମ୍ଭମାନଙ୍କ ସହିତ ବାସ କରିବେ। ଈଶ୍ୱରଙ୍କର ରାଜ୍ୟ ତୁମମାନଙ୍କ ମଧ୍ୟରେ, ଈଶ୍ୱରଙ୍କର ବାସସ୍ଥାନ ତୁମମାନଙ୍କ ମଧ୍ୟରେ। ତୁମେ ମାନେ କି ଜାଣିନାହ ତୁମମାନଙ୍କ ଶରୀର ଈଶ୍ୱରଙ୍କର ମନ୍ଦିର ଅଟେ? ତୁମେ ମାନେ କି ଜାଣିନାହ ତୁମମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ? ମୋର ପ୍ରିୟ ମାନେ, ଖ୍ରୀଷ୍ଟ ଆପଣଙ୍କ ଶରୀରରେ ବାସ କରିବା ପାଇଁ ଚାହାନ୍ତି। ସେଥିପାଇଁ ସେ ତାଙ୍କର ଆବାସ ସ୍ଥଳକୁ କଳୁଷିତ କରିବା ପାଇଁ ଆପଣଙ୍କୁ ଦେବା ପାଇଁ ଚାହାନ୍ତି ନାହିଁ। ଯେତେବେଳେ ଆପଣଙ୍କ ଶରୀର ଖ୍ରୀଷ୍ଟ ବାସ କରନ୍ତି, ତାକୁ ନେଇକି ଯଦି ଆପଣ କୌଣସି ପୁରୁଷ ସ୍ତ୍ରୀ ସାଙ୍ଗରେ ବା ବିବାହ ପୂର୍ବରୁ କୌଣସି ପୁଅ ଓ ଝିଅ ସାଙ୍ଗରେ ଆପଣ ଯଦି ଶାରୀରିକ ଭାବେ ସମ୍ପର୍କ ରଖୁଛନ୍ତି, ତାହେଲେ ଖ୍ରୀଷ୍ଟ ଆପଣଙ୍କ ଶରୀରରେ ବାସ କରିପାରିବେ ନାହିଁ। ସେଥିପାଇଁ ସେ କହିଲେ, ଯେ କେହି ଏହି ମନ୍ଦିରକୁ ନାଶ କରିବ ଆମେ ତାହାକୁ ବିନାଶ କରିବା। ଯଦି ଆମେ ବିବାହ ପୂର୍ବରୁ କୌଣସି ପ୍ରକାର ଶାରୀରିକ ସମ୍ପର୍କ ରଖୁଛନ୍ତି ବା କାମ ମନୋଭାବରେ ଦେଖୁଛନ୍ତି କୌଣସି ପୁରୁଷକୁ ସ୍ତ୍ରୀକୁ, ବା ବିବାହ ପରେ ମଧ୍ୟ ଆପଣା ସ୍ୱାମୀ ଆପଣା ସ୍ତ୍ରୀକୁ ଛାଡି ଯଦି ଆଉ ଅନ୍ୟ କାହା ପ୍ରତି ଆମେ କାମ ମନୋଭାବରେ ଦେଖୁଛନ୍ତି, ଶାରୀରିକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରୁଛନ୍ତି, ତାହେଲେ ଆମେ ମାନେ ତାହାଙ୍କ ମନ୍ଦିରକୁ ନଷ୍ଟ କରୁଅଛୁ, ତାଙ୍କ ଆବାସ ସ୍ଥଳକୁ ଆମେ ନଷ୍ଟ କରୁଅଛୁ। ଆଉ ପରମେଶ୍ୱର କୁହନ୍ତି, ଯେ କେହି ଏ ମନ୍ଦିରକୁ ନାଶ କରିବ ଆମେ ତାକୁ ମଧ୍ୟ ବିନାଶ କରିଦବା। ହାଲେଲୁୟା। ମୋର ପ୍ରିୟ ମାନେ, ପରମେଶ୍ୱର ଆମକୁ ବିନାଶ ହେବା ପାଇଁ ଡାକି ନାହାନ୍ତି, ଆମକୁ ଜୀବନ ଦେବା ପାଇଁ ଡାକିଛନ୍ତି। ସେ ଦଲଦଲ ଭିତରେ ଆମେ ଥିଲେ, ଦିନେ ଆମେ ମାନେ ଥିଲେ, ଦିନ ଥିଲା ଆମେ ମାନେ ସେ ଅନ୍ଧକାର ସ୍ୱରୂପ ଥିଲେ, ମାତ୍ର ସେ ଏବେ ଆମକୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ, ଅନ୍ଧକାର ମଧ୍ୟରୁ ଆମକୁ ବାହାର କରିକି ଆଣିଛନ୍ତି, ଡାକିଛନ୍ତି। ଦିନ ଥିଲା, এই ବିଷୟ ଆମ ପାଇଁ କିଛି ଫରକ ନଥିଲା। ଆମେ ହାତ ଧରା ଧରି ନାଚୁ ନାଚୁ ବ୍ୟଭିଚାର ମନୋଭାବ ଆସୁଥିଲା, ୟାକୁ ତାକୁ ଦେଖିକି ବ୍ୟଭିଚାର ମନୋଭାବ ଆସୁଥିଲା। ରିଲେସନ ମଧ୍ୟରେ ଥଟ୍ଟା ପରିହାସ କରିକି ମଧ୍ୟ ଆମ ମାନଙ୍କ ମଧ୍ୟରେ ବ୍ୟଭିଚାର ମନୋଭାବ ଆସୁଥିଲା। ମୁହଁରେ ଭାଉଜ ବୋଲି ଡାକୁଥିବା କିନ୍ତୁ ମନରେ ବ୍ୟଭିଚାର ମନୋଭାବ ଆସୁଥିଲା। ଅନେକ ପ୍ରକାର ସମ୍ପର୍କକୁ ନେଇକି ଆମ ମଧ୍ୟରେ ବ୍ୟଭିଚାର ମନ, ଏବେ ବି ଯୋଉମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ବା ଈଶ୍ୱରଙ୍କୁ ଉତ୍ତମ ଭାବେ ଅନ୍ୱେଷଣ କରନ୍ତି ନାହିଁ, ସେମାନଙ୍କ ମଧ୍ୟରେ ମଧ୍ୟ ଏ ପ୍ରଥା ଅଛି। ବିବାହ ହୋଇ ସାରିଲା ପରେ ସ୍ତ୍ରୀର ଭଉଣୀ ସହିତ ମଜାକ ପରିହାସ କରିବା, ଏହା ଆଜି ମଧ୍ୟ ସୋସାଇଟି ଭିତରେ ଅଛି। ବିବାହ କରି ସାରିଲା ପରେ ସ୍ୱାମୀର
ସାନ ଭାଇ ଆପଣ ଭାଇର ସ୍ତ୍ରୀ ସହିତ ମଜାକ ପରିହାସ କରିବା ଏହା ମଧ୍ୟ ସୋସାଇଟି ଭିତରେ ଅଛି। କିନ୍ତୁ ମୋର ପ୍ରିୟ ମାନେ ଖ୍ରୀଷ୍ଟଙ୍କ ସୋସାଇଟି ମଧ୍ୟରେ ଏହା ପରମେଶ୍ୱର ଦେଖିବା ପାଇଁ ଚାହାନ୍ତି ନାହିଁ। ଯୋଉମାନେ ଯୀଶୁଙ୍କୁ ଜାଣିଛନ୍ତି ସେମାନେ ସତ୍ୟକୁ ଜାଣିଛନ୍ତି ଆଉ ସେଇ ସତ୍ୟ ସେମାନଙ୍କୁ ଏହି ସକଳ ବିଷୟରୁ ପୃଥକ ରଖିବା ପାଇଁ ଚାହେଁ। ଆଜି ବି ଦେଖନ୍ତୁ ପବିତ୍ର ସମ୍ପର୍କ ମଧ୍ୟରେ ମଧ୍ୟ ସେମାନେ ଏହି ପ୍ରକାର ବ୍ୟବସ୍ଥା ରଖନ୍ତି। ଆଉ କହିଲେ କଣ ନା ସେ ତ ତାର ଭାଉଜ ହବ, ସେ ତ ତାର ସ୍ତ୍ରୀର ଭଉଣୀ ଶାଳୀ ହେବ, ସେ ତ ତାର ଏମିତିକା ହବ, ସେ ତ ତାର ସେମିତି ମଜାକ ଥଟ୍ଟା ପରିଏ ଚଳେ। ମୋର ପ୍ରିୟ ମାନେ ଏହା ବ୍ୟଭିଚାର ଅଟେ। ପରମେଶ୍ୱର ଏହାକୁ ଘୃଣା କରନ୍ତି। ଏ ବିଷୟକୁ ଆମେ ମାନେ ଜାଣିବାର ଆବଶ୍ୟକତା ଅଛି। ଯେହେତୁ ଆମେ ଖ୍ରୀଷ୍ଟଙ୍କୁ ଜାଣିଅଛୁ, ଯେହେତୁ ଆମେ ମାନେ ସତ୍ୟକୁ ଜାଣିଅଛୁ, ସେ ସତ୍ୟ ଆମକୁ ମୁକ୍ତ କରିବାର ଆବଶ୍ୟକତା ଅଛି। କାହିଁକି ଯୋଉମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନେ ଏହି ପ୍ରକାର ମନୋଭାବ ନେଇକି ଆଜି ସୋସାଇଟିରେ ମନ୍ଦତା ମଧ୍ୟରେ ଫସି ଯାଆନ୍ତି। କିନ୍ତୁ ଖ୍ରୀଷ୍ଟ ଆମକୁ ଷ୍ଟ୍ରିକ୍ଟଲି କହିଛନ୍ତି କଣ? ପ୍ରଥମ ପଦ କଣ ଆମେ ପଢିଲେ? ପ୍ରଥମ Corinthians 6:18 ପ୍ରଥମ ପଦ କଣ ପଢିଲେ ଆମେ ମାନେ? ତୁମ୍ଭେ ମାନେ ବ୍ୟଭିଚାର ଠାରୁ ପଳାୟନ କର। ବ୍ୟଭିଚାର ଠାରୁ ପଳାୟନ କର। ଶୈତାନକୁ ପ୍ରତିବାଧା କର, ସିଏ ତୁମଠାରୁ ପଳେଇବ। କିନ୍ତୁ ବ୍ୟଭିଚାରକୁ ପ୍ରତିବାଧା କର ନାହିଁ। ଦୂର ହୋ ବ୍ୟଭିଚାର ବୋଲି କୁହ ନାହିଁ। ବ୍ୟଭିଚାର ଠାରୁ ନିଜେ ଉଠେଇକି ଦୂରେଇ ଯାଅ। ଯଦି କହୁଛି ମଜାକ ପରିହାସ ଅଛି, ଯଦି କହୁଛି କିଏ ଡୁଆଲ ମିନିଂ ରେ କଥା କହୁଛି, ସେଠୁ ନିଜକୁ ପୃଥକୀକୃତ କର। ଆଜି ଅନେକ ଯୁବା ଯୁବତୀ ମାନଙ୍କ ମଧ୍ୟରେ, ସାଙ୍ଗସାଥୀ ମାନଙ୍କ ମଧ୍ୟରେ ମଧ୍ୟ ଡୁଆଲ ମିନିଂ ରେ କଥାବାର୍ତ୍ତା ହୁଅନ୍ତି। ଦୁଇ ପ୍ରକାର ଅର୍ଥରେ କଥାବାର୍ତ୍ତା କରନ୍ତି। ଆଜି ସମ୍ପର୍କ ମଧ୍ୟରେ ମଧ୍ୟ ଦୁଇ ପ୍ରକାର ଅର୍ଥର କଥାବାର୍ତ୍ତା କରନ୍ତି। ପ୍ରଭୁ କହନ୍ତି ଏହା ବ୍ୟଭିଚାର ଅଟେ। ଆଉ ବ୍ୟଭିଚାରକୁ ତୁମେ ଦୂର କରିବା ପାଇଁ ଚେଷ୍ଟା କରନି। ବ୍ୟଭିଚାର ଠାରୁ ନିଜେ ଉଠିକି ପଳା। ମୋର ପ୍ରିୟ ମାନେ ଆମେ ମାନେ ବାଇବେଲରେ ବହୁତ ବଢିଆ ଏକ୍ସାମ୍ପଲ ଆମେ ଦେଖିଛୁ। ଦାଉଦ ବେଶ୍ୟାକୁ ଦେଖେଇଲେ ଛାତ ଉପରୁ ବୁଲୁ ବୁଲୁ ଆଉ ସେ କଣ କଲେ? ବ୍ୟଭିଚାରରେ ପଡିଲେ। ସେ ବ୍ୟଭିଚାରରୁ ନିଜକୁ ଦୂରେଇକି ନେଲେ ନାହିଁ। ସେ ଦୂରକୁ ପଳେଇକି ଯିବାର ଥିଲା ନିଜକୁ, କିନ୍ତୁ ସେ ଗଲେ ନାହିଁ। ସେ ସେଠି ଷ୍ଟିଲ ହେଇକି ରହିଲେ। ସେଥିପାଇଁ ବ୍ୟଭିଚାର ମନୋଭାବ, କାମ ମନୋଭାବରୁ ପାପ ଉତ୍ପନ୍ନ ହେଲା। ଆଉ ସେ ଭୟଙ୍କର ପାପରେ ପଡିଲେ। ଯୋଉଥିପାଇଁ ଈଶ୍ୱରଙ୍କର ଦାସ ନାଥନ ଭବିଷ୍ୟତ ବକ୍ତା ଆସିକି ତାହାଙ୍କୁ ଚେତନା ଦେଲେ। କିନ୍ତୁ ମୋର ପ୍ରିୟ ମାନେ ଯଦି ଆମେ ମାନେ ଯୋସେଫକୁ ଦେଖିବା, ଯୋସେଫକୁ ସୁଯୋଗ ଥିଲା ବ୍ୟଭିଚାର କରିବା ପାଇଁ, ପ୍ରତିବାଦ ନଥିଲା। କିନ୍ତୁ ସେ କହିଲା ମୁଁ ମୋର ମାଲିକ ବିରୁଦ୍ଧରେ ପୁଣି ମୋ ଈଶ୍ୱରଙ୍କ ବିରୁଦ୍ଧରେ ମୁଁ କେମିତିକା ପାପ କରିବି। ସେଥିପାଇଁ ସେ ବ୍ୟଭିଚାରକୁ କହିଲାନି ଦୂର ହୋ ବୋଲି କହିକି, ସେ ବ୍ୟଭିଚାର ଠାରୁ ନିଜେ ଦୌଡ଼ିକି ପଳେଇଲା। ଆଜି ପରମେଶ୍ୱର ସେଇ ବିଷୟ ଆମ ମାନଙ୍କୁ କୁହନ୍ତି, ଯଦି ତୁମ ଚକ୍ଷୁରେ ବ୍ୟଭିଚାର କରିବା ପାଇଁ ଇଚ୍ଛା ଲାଗୁଛି, ସେ ଚକ୍ଷୁକୁ ତୁମେ ସେ ସ୍ଥାନରୁ ବାହାର କରି ଆଣ। ଯଦି ତୁମ ବ୍ୟଭିଚାର ମନୋଭାବ ଆସୁଛି, ତୁମେ ସେ ସ୍ଥାନରେ ନିଜକୁ ପୃଥକୀକରଣ କର। ଅଦରୱାଇଜ ତାହା ତୁମକୁ ପାପ କରିବା ପାଇଁ ପ୍ରବର୍ତ୍ତାଇବ। ଆଉ ସେ ପାପ ତୁମକୁ ମୃତ୍ୟୁ ମୁଖକୁ ନେଇଯିବ। କାରଣ ପରମେଶ୍ୱର ସବୁ ପାପ ଅପେକ୍ଷା ଅତ୍ୟଧିକ ଘୃଣା କରନ୍ତି ଏ ବ୍ୟଭିଚାର ରୂପକ ପାପ। କାହିଁକି? ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ମନ୍ଦିର, ତାକୁ ନେଇକି କଣ ବେଶ୍ୟା ମାନଙ୍କର ଅଙ୍ଗ କରିବ? ତୁମମାନଙ୍କ
ବାସସ୍ଥାନ ତୁମେ କଣ ତାକୁ ନେଇକି ବ୍ୟଭିଚାର ଲିପ୍ତ କରେଇବ? ଯେତେବେଳେ এই ପ୍ରକାର ମନୋଭାବ ଆସେ ସେତେବେଳେ ଆମେ ଚିନ୍ତା କରିବା ମୋ ମଧ୍ୟରେ ମୁଁ ନୁହେଁ, ମୁଁ ମୃତ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ମୁଁ ଦେଖୁନାହିଁ, ଖ୍ରୀଷ୍ଟ ଦେଖୁଅଛନ୍ତି। ମୁଁ କରୁନାହିଁ, ମୋ ଶରୀର ନୁହେଁ, ଖ୍ରୀଷ୍ଟଙ୍କୁ ନେଇକି ମୁଁ ବ୍ୟଭିଚାର ଆଟାଚମେଣ୍ଟ କରିବା ପାଇଁ ଯାଉଅଛି। ତାର ପରିଣାମ କିନ୍ତୁ ଭୟଙ୍କର ହେବ ମଧ୍ୟ ମାନେ। କାରଣ ରୋମିଓ ପୁସ୍ତକ 6:23 କଣ ଲେଖାଯାଏ? ପଢନ୍ତୁ ଟିକେ କେହି। ରୋମିଓ ପୁସ୍ତକ 6:23। କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ହାଲେଲୁୟା। It depend upon you. ଆପଣଙ୍କ ଉପରେ ଏହା ନିର୍ଭର କରେ। ଆପଣଙ୍କ ସମ୍ମୁଖରେ ପରମେଶ୍ୱର ଦୁଇଟି ବିଷୟ ରଖିଛନ୍ତି। ଅନୁଗ୍ରହ ଦ୍ୱାରା ଅନନ୍ତ ଜୀବନ ପାଇବେ, ନା ପାପ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇବେ। ମୃତ୍ୟୁ କହିଲେ ଅନନ୍ତକାଳୀନ ନର୍କ ଗମନ। ମରିବା ତ ସମସ୍ତେ, କିନ୍ତୁ ଆମେ ମାନେ ଭାବିଥାଉ ମରିଗଲେ ସରିଗଲା। ମରିଗଲେ ସରିବନି ମୃତ୍ୟୁ ମାନେ, ମରିଗଲେ ଆରମ୍ଭ ହେବ। ଶାରୀରିକ କଷ୍ଟ ତ ସହ୍ୟ। ଶାରୀରିକ କଷ୍ଟକୁ ଆପଣ ମାନେ ମେଡିସିନ ଖାଇକି ଝେଲି ପାରୁଛନ୍ତି, ସହି ପାରୁଛନ୍ତି। ଶାରୀରିକ କଷ୍ଟକୁ ଦାନ୍ତ କାମୁଡିକି ସହି ପାରୁଛନ୍ତି। ଶାରୀରିକ କଷ୍ଟକୁ ଆତ୍ମୀୟ ଲୋକମାନଙ୍କ ଦ୍ୱାରା ଆପଣ କିଛି ଉପଶମ ଲାଭ କରିପାରୁଛନ୍ତି। କିନ୍ତୁ ମୃତ୍ୟୁ ପରେ ଯୋଉ ଭୟଙ୍କର କଷ୍ଟ ହେବ, ସେଠି ଆପଣଙ୍କୁ କେହି ମଧ୍ୟ ସାନ୍ତ୍ୱନା ଦେଇପାରିବ ନାହିଁ। କେହି ମଧ୍ୟ ଆପଣଙ୍କୁ ପୀଡ଼ା ନେଇପାରିବ ନାହିଁ। କୌଣସି ମେଡିସିନ ନାହିଁ, କୌଣସି ବିଷ ନାହିଁ। ସେ କଷ୍ଟରୁ ଆପଣଙ୍କୁ ମୁକ୍ତ ଦେବ। ସେ ସ୍ଥାନରେ ଏପରି ଲେଖାଯାଏ, ଭୟଙ୍କର ଅଗ୍ନିରେ ଆପଣ ମାନେ ଛଟପଟ ହେବେ। ସେଠି ଶରୀର ନଥିବ, ମାତ୍ର ଆତ୍ମା ଜଳୁଥିବ, ଆତ୍ମା ଆଘାତ ପାଉଥିବ, ଆତ୍ମା କଷ୍ଟ ପାଉଥିବ, ଆତ୍ମା ବିନାଶ ପ୍ରାପ୍ତ ହେଉଥିବ, ଆତ୍ମାକୁ କଷ୍ଟ ହେଉଥିବ। ଆଉ ସେଠି କୌଣସି ପାଣି ଢାଳିକି ଆପଣ ଶାନ୍ତି ପାଇବେ ନାହିଁ। ମେଡିସିନ ଖାଇକି ଶାନ୍ତି ପାଇପାରିବେ ନାହିଁ, ଆରାମ ପାଇପାରିବେ ନାହିଁ। କୌଣସି ବ୍ୟକ୍ତି ଦ୍ୱାରା ଆରାମ ପାଇପାରିବେ ନାହିଁ। ଲେଖାଯାଏ ନରକର ଅଗ୍ନି କେବେ ଲିଭିବ ନାହିଁ, ଆଉ ଆପଣଙ୍କ ଆତ୍ମା କେବେ ପୋଡିକି ପାଉଁଶ ହେବ ନାହିଁ। ମାତ୍ର ଯେଉଁ ଶରୀରରେ ଆପଣ ମାନେ ଏହି ପ୍ରକାର ବିଷୟ କରୁଛନ୍ତି, ସେଇ ଶରୀରକୁ ନେଇକି ପରମେଶ୍ୱର ଭୟଙ୍କର ଯାତନା ଦବାକୁ ଯାଉଛନ୍ତି ଆଗାମୀ ଦିନ ମାନଙ୍କ ମଧ୍ୟରେ। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ସମୟ ଥାଉ ଥାଉ ସାବଧାନ ହେବାର ଆବଶ୍ୟକତା ଅଛି। ସେଥିପାଇଁ କଣ ଲେଖାଯାଏ? 30ଟା କଣ ଲେଖାଯାଏ? ଆଉ ଥରେ ପଢନ୍ତୁ 30। ପୁଣି ମାଥ୍ୟୁ ପୁଣି 5ର ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ି ଦିଅ। ତେବେ ତାହା କାଟିକି ଫିଙ୍ଗି ଦିଅ। କାରଣ ତୁମ୍ଭର ସମସ୍ତ ଶରୀର ନରକରେ ପଡ଼ିବା ଅପେକ୍ଷା ଗୋଟିଏ ନରକକୁ ଯିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ଗୋଟିଏ ଅଙ୍ଗ ତୁମ ପାଖରେ ନଷ୍ଟ ହେବା ଲାଭଜନକ। ମୋର ପ୍ରିୟ ମାନେ, ଆଜି ଏ ପ୍ରାତଃ କାଳରେ ପରମେଶ୍ୱରଙ୍କ ଠାରେ ଏକ ଡିସିସନ ନେବା। ମୋ ଶରୀରକୁ ମୁଁ ନର୍କକୁ ଦେବା ପାଇଁ ଯିବା ପାଇଁ ଦେବି ନାହିଁ। ମୁଁ ସେ ସକଳ ବ୍ୟଭିଚାର ଯାହା ପରମେଶ୍ୱର ଘୃଣା କରନ୍ତି, ସେ ସକଳ ବିଷୟରୁ ଆପଣା ଶରୀରକୁ ପୃଥକ ରଖିବି। ଆଉ ସବୁଠୁ ବଡ଼ ବିଷୟ, ମୋ ଚକ୍ଷୁକୁ ମୁଁ ପବିତ୍ର କରି ରଖିବି। ମୋ ମନର ଚିନ୍ତାକୁ ମୁଁ ସେ ସକଳ ବିଷୟରୁ ପୃଥକୀକୃତ କରିବି। କାହିଁକି? କେମିତିକା ଭାବରେ ଏ ବ୍ୟଭିଚାରରୁ ଆମେ ମାନେ ପଳାୟନ କରିପାରିବା? କେମିତିକା ଭାବେ ଆମେ ମାନେ ଏ ବ୍ୟଭିଚାରରୁ ନିଜକୁ ସୁରକ୍ଷା ଦେଇପାରିବା? ତାର ଏକମାତ୍ର ଉପାୟ, ମୁଁ ପରମେଶ୍ୱରଙ୍କର ପ୍ରତିଜ୍ଞାତ ବାକ୍ୟକୁ ମୋ ଜୀବନରେ ମୁଁ ଘୋଷଣା କରିବି। ଦାଉଦ କହିଲେ, ମୁଁ ଆପଣ ଚକ୍ଷୁ ସହିତ ନିୟମ କରିଅଛି। ମୁଁ କେଉଁ ପ୍ରକାରେ ଯୁବତୀ ମାନଙ୍କ ପ୍ରତି ଦୃଷ୍ଟିପାତ କରିବି? ଆପଣ ଚକ୍ଷୁ ସହିତ ଆମକୁ ନିୟମ କରିବାର ଆବଶ୍ୟକତା ଅଛି। ଈଶ୍ୱରଙ୍କର ବାକ୍ୟକୁ ଆମକୁ ଧ୍ୟାନ କରିବାର ଅଧିକ ଆବଶ୍ୟକତା ଅଛି। କାହିଁକି? ପରିତୃପ୍ତ
ଆଉ କୌଣସି ବିଷୟ ନୁହେଁ। ବ୍ୟଭିଚାର ହେଇପାରେ କ୍ଷଣକାଳ ସ୍ଥାୟୀ, କ୍ଷଣକାଳ ପାଇଁ ଆପଣଙ୍କୁ ଆନନ୍ଦ ଦେବ, ମାତ୍ର ତୁରନ୍ତ ତାପରେ ଆପଣଙ୍କୁ କୌଣସି କିଛି ମାନେ ରହିବ ନାହିଁ। କିନ୍ତୁ ତାର ସଜା, ତାର ଦଣ୍ଡ ଅନନ୍ତକାଳୀନ ନିମନ୍ତେ। ମୋର ପ୍ରିୟ ମାନେ, ଏ ସକଳ ବିଷୟରୁ ମତେ ବଞ୍ଚିବା ପାଇଁ ଚାହେଁ, ହେଲେ ମତେ ଏଥିରୁ ଆମକୁ ଉଦ୍ଧାର ପାଇବା ପାଇଁ ହେଲେ ଅଧିକରୁ ଅଧିକ ଆମକୁ ଖ୍ରୀଷ୍ଟଙ୍କ ସହିତ ଲାଗିକି ରହିବାର ଆବଶ୍ୟକତା ଅଛି, ବାକ୍ୟଙ୍କ ସହିତ ଲାଗିକି ରହିବାର ଆବଶ୍ୟକତା ଅଛି। ତୁମର ବାକ୍ୟ ମୋର ପାଦ ପାଇଁ ପ୍ରଦୀପ ଅଟେ, ଆଉ ମୋ ପଥ ପାଇଁ ଆଲୁଅ ଅଟେ। ଯୁବା ବ୍ୟକ୍ତି କେଉଁ ପ୍ରକାରେ ଆପଣଙ୍କୁ ପାପରୁ ବଞ୍ଚିତ କରି ରଖିପାରିବ ଲେଖାଯାଏ, ସେ ଯଦି ଈଶ୍ୱରଙ୍କର ବାକ୍ୟ ପ୍ରତି ମନୋଯୋଗୀ ହେବ। ଈଶ୍ୱରଙ୍କର ବାକ୍ୟ ଦ୍ୱାରା ସେ ଆପଣା ପଥକୁ ରକ୍ଷା କରିପାରିବ। ଏବେ ମୋର ପ୍ରିୟ ମାନେ, ଈଶ୍ୱରଙ୍କ ବାକ୍ୟରେ ଆମେ ମାନେ ବଢିବା, ଈଶ୍ୱରଙ୍କର ବାକ୍ୟକୁ ଆମେ ମାନେ ଧ୍ୟାନ କରିବା, ଈଶ୍ୱରଙ୍କର ପ୍ରତିଜ୍ଞାକୁ ଆମ ମାନଙ୍କ ଜୀବନରେ ଘୋଷଣା କରିବା, କାହିଁକି ସନ୍ତୁଷ୍ଟି କେବଳ ଖ୍ରୀଷ୍ଟଙ୍କ ଠାରୁ ଆସେ। ଆଉ ଏହି ପ୍ରକାର ନରକ ଯାତନାରୁ ଆମ ଜୀବନକୁ ସୁରକ୍ଷା ଦେବା। ପ୍ରଭୁ କୁହନ୍ତି, ଲେଖାଯାଏ, ବ୍ୟଭିଚାର କର ନାହିଁ, କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ତୁମେ ମାନେ ଆପଣ ଚକ୍ଷୁରେ ମଧ୍ୟ କାମ ଭାବରେ ଦେଖ ନାହିଁ, ନା ମୋବାଇଲରେ, ନା ସାଇ ପଡିଶାରେ, ନା କାମ କରୁଥିବା ସ୍ଥାନରେ, ନା ପାଠ ପଢୁଥିବା ସ୍ଥାନରେ, ନା ସାଙ୍ଗସାଥି ମାନଙ୍କ ମଧ୍ୟରେ, ନା ପାରିବାରିକ ସମ୍ପର୍କ ମଧ୍ୟରେ କୌଣସି ପ୍ରକାର ତୁମେ ମାନେ ବ୍ୟଭିଚାରକୁ କୁହନି ଯାଅ ବୋଲି ଲେଖାଯାଏ। ଶୈତାନକୁ ଧମକ ଦିଅ, ସେ ପଳେଇବ, ମାତ୍ର ଆମ୍ଭ ମାନଙ୍କୁ କଣ କରିବାକୁ ଅଛି? ବ୍ୟଭିଚାର ଠାରୁ ନିଜେ ପଳାୟନ କର, ନିଜକୁ ଦୌଡ଼ିକି ପଳେଇବାର ଅଛି। ତେବେ ମୋ ପ୍ରିୟ ମାନେ, ଆସୁ ଏ ପ୍ରାତଃ କାଳରେ ଆମେ ମାନେ ପ୍ରାର୍ଥନା କରିବା, ଆମେ ଯେପରିକା ନର୍କକୁ ନ ଯାଉ, ସେଥିପାଇଁ ଏହି ପ୍ରକାର ବ୍ୟଭିଚାରରୁ ଆମ ଚକ୍ଷୁକୁ, ଆମ ଶରୀରକୁ, ଆମ ମନକୁ ପ୍ରଭୁ ସୁରକ୍ଷା ଦିଅନ୍ତୁ, ଆଉ ଆମେ ଏ ସକଳ ବ୍ୟଭିଚାର ଠାରୁ ନିଜକୁ ଦୂରେଇ ରଖୁ। କାରଣ ଏହା କେବଳ କେବଳ ଏକ ବୈବାହିକ ଜୀବନରେ ବନ୍ଧା ହୋଇଥିବା ଜଣେ ସ୍ତ୍ରୀ ଆଉ ଜଣେ ସ୍ୱାମୀ ପାଇଁ ପରମେଶ୍ୱର ଏହାକୁ ଆଲାଉ କରିଛନ୍ତି, ୟା ବିନା ଆଉ କାହା ପାଇଁ ନୁହେଁ। ସେଥିପାଇଁ ଏ ସକଳ ବିଷୟ ପ୍ରତି ଆମେ ମାନେ ସାବଧାନ ହେବା। ଆସୁ ଆମେ ମାନେ ପ୍ରାର୍ଥନା କରିବା। Thank you Lord Jesus, hallelujah। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ତୁମର ମୁଁ ଧନ୍ୟବାଦ କରୁଛି, ଗୌରବ କରୁଛି, ପ୍ରଶଂସା କରୁଛି, ମହିମା କରୁଛି। ପିତା, ତୁମେ ଦୟା କର, ଏଇ ସକାଳ ପ୍ରାର୍ଥନା ସମୟରେ ତୁମେ ଯେ ଆମକୁ ପ୍ରେମ କଲ ପ୍ରଭୁ, ବିଶେଷ ଭାବରେ ଆମେ ଶରୀର ଯେପରି ବିନାଶ ନ ହୁଏ, ଆମ ଆତ୍ମା ଯେପରି ବିନାଶ ନ ହୁଏ, ଯେପରି ଆମେ ମାନେ ନର୍କଗାମୀ ନ ହେଉ, ମାତ୍ର ଅନନ୍ତ ଜୀବନ ପାଉ, ତୁମ ଅନୁଗ୍ରହରେ ଅନନ୍ତ ଜୀବନ ପାଉ, ସେଥିପାଇଁ ତୁମେ ଆମମାନଙ୍କୁ ଦୟା କର ପ୍ରଭୁ। ତୁମେ ଆମ ସମ୍ମୁଖରେ ଦୁଇଟି ପଥ ରଖିଅଛ, ବ୍ୟଭିଚାର ଦ୍ୱାରା ନର୍କକୁ ଯିବା, ଅନନ୍ତକାଳୀନ ମୃତ୍ୟୁ ଭୋଗ କରିବା, ବା ଅନୁଗ୍ରହରେ ଆମେ ତୁମର ଠାରୁ ଅନନ୍ତ ଜୀବନ ପାଇବା। ପ୍ରଭୁ, ଆଜି ଆମକୁ ତୁମ ଅନୁଗ୍ରହରେ ଅନନ୍ତ ଜୀବନ ମନୋନୀତ କରିବା ପାଇଁ ସାହାଯ୍ୟ କର। କାରଣ ମୋର ପ୍ରିୟ ମାନେ, ଅନେକ ସମୟରେ ଶାରୀରିକ ଦ୍ୱାରା, ଚକ୍ଷୁ ଦ୍ୱାରା ପ୍ରଲୋଭିତ ହୋଇ ଆମେ ମାନେ ଅନେକ ସମୟରେ ମନ୍ଦତା ଆଡକୁ ଯିବା ପାଇଁ ପ୍ରଭୁ ମନ ବଳେଇଥାଉ, ମାତ୍ର ତାହାର ଯେ ଅନ୍ତିମ ପରିଣତି ଅତି ଭୟଙ୍କର ଅଟେ, ସେଥିପାଇଁ ଆମକୁ ସଚେତନ ହେବା ପାଇଁ, ସଜାଗ ହେବା ପାଇଁ ସାହାଯ୍ୟ କର। ସମସ୍ତ ବାଧାକାରୀ ବିଷୟକୁ ଦୂର କର। ବିଶେଷ ପ୍ରାର୍ଥନା କରି ମଣ୍ଡଳୀ ମଧ୍ୟ ଥିବା ପ୍ରତ୍ୟେକ ଯୁବା ଯୁବତୀ ମାନଙ୍କ ନିମନ୍ତେ ପ୍ରଭୁ ମୁଁ ପ୍ରାର୍ଥନା କରୁଛି, ଏ ଯୌବନକାଳୀନ ପାପ ଠାରୁ, ବ୍ୟଭିଚାର ଠାରୁ, ମନ୍ଦତା ଠାରୁ ଯୀଶୁଙ୍କ ନାମେ ତୁମେ ସେମାନଙ୍କୁ ଦୂରେଇ ରଖ, ସୁରକ୍ଷା ଦିଅ ପ୍ରଭୁ। ବିଶେଷ ପ୍ରାର୍ଥନା କରେ ବିବାହ ବନ୍ଧନରେ ବାନ୍ଧି ହେଇଥିବା ପ୍ରତ୍ୟେକ ସ୍ୱାମୀ ଓ ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରେ, ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ପାଇଁ ତୁମେ ସାହାଯ୍ୟ କର, ଯେପରି କାମୁକତା ମନୋଭାବ ନ ଆଣି ତୁମ ପ୍ରତି ସ୍ଥିର ଦୃଷ୍ଟି ରଖି ତୁମ ଠାରୁ ଆନନ୍ଦ ପ୍ରାପ୍ତ ହେବା ପାଇଁ ପ୍ରତ୍ୟେକଙ୍କୁ ଅନୁଗ୍ରହ କର। ସମସ୍ତ ବାଧାକାରୀ ବିଷୟକୁ ଦୂର କର ପ୍ରଭୁ।
ଆଜିର ଶିକ୍ଷା ଅନୁଯାୟୀ ଆମ ଜୀବନକୁ କାଟିବା ପାଇଁ, ଆମ ଚକ୍ଷୁ ପ୍ରତି ନିୟମ କରିବା ପାଇଁ ପ୍ରଭୁ ତୁମେ ଆମକୁ ସାହାଯ୍ୟ କର, ଯେପରି ମନ୍ଦତା ଠାରୁ ଆପଣ ଚକ୍ଷୁକୁ ଦୂରେଇ ରଖିବୁ। ପ୍ରଭୁ ତୁମେ ଆମକୁ ସାହାଯ୍ୟ କର। ଏ ମୋର ମଙ୍ଗଳମୟ ପରମେଶ୍ୱର, ପ୍ରଭୁ ମୁଁ ତୁମର ଧନ୍ୟବାଦ କରୁଛି, ତୁମର ଗୌରବ କରୁଛି, ପ୍ରଶଂସା କରୁଛି, ମହିମା କରୁଛି। ତୁମେ ଦୟା କର, ସାହାଯ୍ୟ କର। ତୁମେ ଆମ ପ୍ରାର୍ଥନା ଶୁଣିଛ। ଆଜି ଆମ ଚକ୍ଷୁକୁ ବିଶେଷ ଭାବରେ ଏହି ସକଳ ମନ୍ଦତା ଠାରୁ ଦୂରେଇ ରଖିବା ପାଇଁ, ଆମ ଶରୀରକୁ, ଆମ ଥଟ୍ସକୁ, ଆମ ଭାବନାକୁ, ଆମ ଚିନ୍ତାକୁ ସମ୍ପୂର୍ଣ୍ଣ ରୂପେ ଏ ବ୍ୟଭିଚାର ଠାରୁ ପୃଥକ କରିକି ରଖିବା ପାଇଁ ତୁମେ ଆମକୁ ଶକ୍ତି ଦିଅ, ସାମର୍ଥ୍ୟ। କେବଳ ଆଜି ନୁହେଁ, ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଏକ ପବିତ୍ରତା ଜୀବନ କାଟିବା ପାଇଁ ତୁମେ ଆମକୁ ସାହାଯ୍ୟ କର। କାରଣ ପାପର ବେତନ ମୃତ୍ୟୁ ବୋଲି ତୁମେ କହିଲ ପ୍ରଭୁ। ଏ ମୃତ୍ୟୁ ଆମ ଜୀବନରେ ପ୍ରବେଶ ନ କରୁ, ଏ ମୃତ୍ୟୁ ଆମକୁ ନର୍କଗାମୀ ନ କରାଉ। ତୁମେ ଆମକୁ ଦୟା କର। ବ୍ୟଭିଚାର ଠାରୁ ସମ୍ପୂର୍ଣ୍ଣ ରୂପେ ପଳାୟନ କରିବା ପାଇଁ ତୁମେ ଆମକୁ ସାହାଯ୍ୟ କର। ପ୍ରଭୁ ଯେଉଁମାନେ ବାକ୍ୟକୁ ଶୁଣିଛନ୍ତି, ଆଗାମୀ ଦିନ ଯେଉଁମାନେ ଶୁଣିବେ, ମୁଁ ପ୍ରାର୍ଥନା କରୁଛି ମନୁଷ୍ୟ ଜୀବନ ମଧ୍ୟରେ କାର୍ଯ୍ୟ କରୁଥିବା କାମୁକତା ମନୋଭାବ, ଅନ୍ଧକାର ଆତ୍ମା, the evil spirit, ଯୀଶୁଙ୍କ ନାମରେ ସମ୍ପୂର୍ଣ୍ଣ ରୂପେ ମୁଁ ଆଦେଶ କରୁଛି, ସମ୍ପୂର୍ଣ୍ଣ ରୂପେ ଦୂର ହେଇଯାଉ। ପ୍ରଭୁ ତୁମେ ପବିତ୍ର ମନୋଭାବ ଦିଅ, ପବିତ୍ର ଜୀବନ କାଟିବା ପାଇଁ ସାହାଯ୍ୟ କର। ଯେପରି ତୁମରି ଗୌରବ କରୁ କରୁ ପବିତ୍ରତା ଜୀବନ ସହିତ ତୁମ ଆହୁରି ନିକଟବର୍ତ୍ତୀ ହେବାକୁ ପାରିବୁ ତୁମେ ଦୟା କର। ତୁମ ଦର୍ଶନ କରିବାକୁ ପାରିବୁ ତୁମେ ଦୟା କର। କାରଣ ତୁମେ କହିଲ ପବିତ୍ରତା ବିନୁ କେହି ଈଶ୍ୱରଙ୍କୁ ଦର୍ଶନ କରି ନପାରେ। ପ୍ରଭୁ ମୁଁ ପୁଣି ଆମମାନେ ତୁମକୁ ଦେଖିବା ପାଇଁ ଚାହୁଁ, ଦର୍ଶନ କରିବା ପାଇଁ ଚାହୁଁ। ତୁମ ପବିତ୍ରତା ଆମକୁ ଦିଅ, ମନ୍ଦତା ଠାରୁ ଦୂରେଇ ରଖ। ଆଜି ପରିବାର ମଧ୍ୟରେ ବିଶ୍ୱସ୍ତତା ଦିଅ, ପବିତ୍ରତା ଦିଅ। ସୋସାଇଟି ମଧ୍ୟରେ ବିଶ୍ୱସ୍ତତା ଦିଅ, ପବିତ୍ରତା ଦିଅ ବୋଲି ମୁଁ ପ୍ରାର୍ଥନା କରୁଛି। ଆଜି ଆମ ଦେଶ ମଧ୍ୟରେ ପବିତ୍ରତା ଦିଅ ବୋଲି ମୁଁ ପ୍ରାର୍ଥନା କରୁଛି। ଗୌରବ, ପ୍ରଶଂସା, ମହିମା ତୁମକୁ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଅଛି।